1 2 स्टार्ट। चलो 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 ओ ए चलो एटा कौन कहबे एटा हेरेटा एटा हेरेटा कौन कहबे ना कौन नाई नाई आमे जोटा रोचु से गार ना संडे संडे रेस्ट दिन रे माने डुमेरझर संडे सर्विस गला परे सरला परे माने विजिटिंग एरिया को भूली जाइछु से डुमेरझर मध्य गोटे कि पत्थर पहाड़ अच्छी से पत्थर पहाड़ मध्य ऊपर को आम विजिटिंग जाइलु चगिलु ऊपर को जाऊँ सेटा बहुत बढ़िया रे गोटे से पत्थर अच्छी पत्थर ऊपर आम एमती पत्थर अच्छी जे से पत्थर भयंकर डाउनटा किंतु सही पत्थर उपरे गमन करुचु ताकि बिना चप्पल रे चप्पल पिंधिकी जाई हो नहीं कहीं ना बहुत से डुमेरझर एरिया रु गोटे से पहाड़ बलिया बहुत बड़ पत्थरटी अच्छी से जगह को आम्भे जाइछु से ही जगार एटा हूँ बड़ पत्थरटा एबे आमे जोटा जोटे अच्छु सेटा हूँ डुमेरझर एरियार गोटे पूरा पहाड़ भलिया अच्छी जे पत्थरटा माने आमाने प्रत्येक बाइबल स्टूडेंट जो ए वर्तमान डुमेरझर आम प्रभुंकर शिक्षा करुचु सॉरी आम कोरापुट कंधमाल बलांगीर प्रत्येक भाई माने मध्य आमाने विजिटिंग पाई जाइछु एही पत्थर पूरा पूरा ऊपर को आमे जाऊछु आज्ञा मान अच्छी सियाड़ा आगे जाकि पहुँची सियाड़ा बसिकी समस्त राज माने डुमेरझर एरिया रे समस्त सौंदर्य को उपभोग करुचंती बा निरीक्षण करुचंती केते जन आज्ञा माने बसिचंती केते जन आज्ञा माने भूलुचंती साड़े पूरा ऊपर को से आज्ञा माने जाइछंती सेठु हाथ मारुछंती बढ़िया खुशी मध्य लागुचंती। थैंक यू तू कह पढ़ाए रेवत परा आम ये जगार तीन डिस्ट्रिक्ट लगछु आम जेपरिकी प्रभुंकर निरीक्षण करने सते सते आम कौन करुअछु ये परिवेशर निरीक्षण भी करुअछु आम रेवत मिनिस्ट्री
କଲେଜରେ ଯେପରି ଆଡ଼ମିସନ୍ କରି ଆମେ ସେଇଠାରେ ବାଇବେଲ୍ ଷ୍ଟଡ଼ି ଅଧ୍ୟୟନ କରୁଅଛୁ। ଆଉ ସେଇ ଜାଗାରୁ ଆମେ ଏବେ ଆମେ ଦର୍ଶନୀୟ ସ୍ଥାନକୁ ଯାତ୍ରା କରିଅଛୁ। ଆଉ ସେଇ ଦର୍ଶନୀୟ ସ୍ଥାନ ହେଉଛି ଡୁମରଝଲ। ଆଉ ସେଇ ପାଖର ନିକଟଥର ଏକ ପାହାଡ଼ ଅଛି। ସେ ପାହାଡ଼ରେ ଏତେ ସୌନ୍ଦର୍ଯ୍ୟ ଅଛି ମାନେ ତା କହିଲେ ନ ସରେ। ଯେପରିକି ସେ ପାହାଡ଼ ସମ୍ପୂର୍ଣ୍ଣ ରୂପରେ ଗୋଟେ ପଥରରେ ନିର୍ମିତ ହେଇଛି। ଆଉ ଯେଉଁ ପଥର କି ଏହି ପ୍ରକାର ସୌନ୍ଦର୍ଯ୍ୟ ଅନ୍ୱେଷଣ କରିଅଛି ଲୋକମାନଙ୍କର ମାନେ ହୃଦୟକୁ ଛୁଇଁ ଯାଉଅଛି। ଆଉ ସେଇ ଜାଗାରେ ଆମେ ସମସ୍ତେ ରେବତ ମିନିଷ୍ଟ ବାଇବେଲ୍ କଲେଜ ଷ୍ଟୁଡେଣ୍ଟ ଆମେ କ'ଣ କରୁଅଛୁ? ଯାତ୍ରା କରୁଅଛୁ। ଆଉ ସେ ତଳରୁ ଉପରକୁ ଆମେ ସମସ୍ତେ କ'ଣ ଚଢ଼ି ଚଢ଼ି ଯାଇ ନିଜେ ଆନନ୍ଦ ଉପଭୋଗ କରୁଅଛୁ। ଆଉ ଦେଖିବାକୁ ପାଇଲୁ ଯେ ଏ ପାହାଡ଼ ସବୁଠାରୁ ଉଚ୍ଚା ଅଛି। ଆଉ ଯେପରିକି ପଥର ମଧ୍ୟ ଏତେ ସୌନ୍ଦର୍ଯ୍ୟ ଅଛି ଯେ ଗୋଟିଏ ପଥର ଚାକଣ୍ଡେ ସ୍ଥାନରେ କ'ଣ କରୁଅଛି? ରହିଅଛି। ଆମେ ଦେଖିବାକୁ ପାଇଲୁ ଆଉ ନିଜେ ବି ଅନେକ ମିସ୍ କରିପାରିଲୁ ଆଉ ଆନନ୍ଦ ଉପଭୋଗ କରିପାରିଲୁ। ଏହା ଗୋଟେ ଯେପରିକି ଏତେ ବଡ଼ ପଥର ଅଛି। ସେ ଗୋଟିଏ ମାନେ କେବଳ ନିକି ଗୋଟେ ଚାକଣ୍ଡ ହାତରେ କ'ଣ କରିହେଇଛି ସେ ସ୍ଥାନ ଅଛି। ଲୋକ ଭାବି ହେବ କ'ଣ କି ଜଷ୍ଟ ପେଲି ଦେଲେ କ'ଣ ହୁଏ ସେ ପଥର ଗଡ଼ିଯାଏ। କିନ୍ତୁ ଆମେ ଦେଖିବାକୁ ପାଉଅଛୁ ସେମିତି ଦୃଶ୍ୟ ନୁହେଁ ଯେ ଏହିପରି ଦୃଶ୍ୟ ଏଇଟା କାଳ୍ପନିକରେ ଇତିହାସରେ ବି ଲେଖାଯାଇଥିବ ବୋଲି ଆମେ ଅନୁମାନ କରୁଅଛୁ। ଆଉ ସେ ଉପର ସ୍ଥାନରୁ ଆମେ ଦେଖୁଛୁ ତଳେ ଏହି ପ୍ରକାର ସୌନ୍ଦର୍ଯ୍ୟ, ଏହି ପ୍ରକାର ଗଛପତ୍ର ଦିଶୁଛି ଯାହାକି ସୀମା ବାହାରେ। ଆଉ ନିଜକୁ ମଧ୍ୟ ଆନନ୍ଦିତ ଫିଲ୍ କରୁଅଛୁ। ଥ୍ୟାଙ୍କ ୟୁ ଭାଇ। ବହୁତ ଆଉ ବଢ଼ିଆରେ ଆପଣ ଆଉ ଏଇ ସୌନ୍ଦର୍ଯ୍ୟତାକୁ ଆଉ ସୁଟିଂ କଲ ଆଉ ଉତ୍ତମ ଭାବରେ ବହୁତ ବଢ଼ିଆରେ କହିଲ। ଆଉ ଦେଖନ୍ତୁ ଏହିପରି ଉପରେ କେତେଜଣ ଭାଇମାନେ ଅଛନ୍ତି ଆଉ ବହୁତ ବଢ଼ିଆରେ ଖୁସିରେ ଅଛନ୍ତି କି ବହୁତ ବଢ଼ିଆରେ ସାର୍ ଆଜ୍ଞାମାନେ ଆଉ ଲୋକାଲ୍ର ଭାଇମାନେ ମଧ୍ୟ ଅଛନ୍ତି। ହଉ ଆମେ ଦେଖିବାକୁ ପାଉଛୁ ଆହୁରି ୟାର ବହୁତ ପଥର ଜାଗା ଅଛି ତାକି ଆଉ ଆମର ଆଜ୍ଞାମାନେ ଆଉ ଅଛନ୍ତି କେହି ପାହାଡ଼ ଉପରେ ମାତ୍ର ପଥର ପାହାଡ଼ କେବଳ ଅଛି ଏଠି। ପୁରା ଲାଷ୍ଟ ମହଲାକୁ ଆମମାନେ ଯାଇଅଛୁ। ଏ ପଥରର ପାହାଡ଼ ହେଉଛି ଡୁମୁରି ଏରିଆରେ ଡୁମୁରି ପଥର ପାହାଡ଼ରେ ମାତ୍ର ଖାଲି ପଥର ପାହାଡ଼ଟା। ଆଉ ସେ ଉପରକୁ ପୁରା ଉପରକୁ ଗଲେ ବଢ଼ିଆରେ ସେଠି ଗୋଟିଏ ସୌନ୍ଦର୍ଯ୍ୟ ଭାବରେ ପ୍ଲେନ୍ ଜାଗାଟି ଅଛି। ଆଉ ସେଇଠୁକୁ ଆମେ ଯାଇଥିଲୁ ବୁଲିକି ଆସିଲୁ। ଥ୍ୟାଙ୍କ ୟୁ।